যাইଥିଲି মই দিগ্বিজয় পথে এই সমୟରେ দেখা ହେଲା ଦେବର୍ଷି ନାରଦଙ୍କ ସହିତ। ପିତାଶ୍ରୀ ପୁତ୍ରମଣି ଦେବର୍ଷି ନାରଦ କହିଗଲେ ଶୁଭ ପରିଣୟ ଚାଲିଅଛି ରାଜଦରବାରରେ। ଯାହା କହିଛନ୍ତି ଦେବର୍ଷି ନାରଦ ତାହା ସମ୍ପୂର୍ଣ୍ଣ ସତ୍ୟପୁତ୍ର। ପ୍ରଥମେ କ୍ରୋଧ ସମ୍ଭରଣ କର ପୁତ୍ର। ଆରେ ପିତାଶ୍ରୀ ଜ୍ୟେଷ୍ଠ ପୁତ୍ରର ଅନୁପସ୍ଥିତିରେ ଦେବକୀର ଶୁଭ ପରିଣୟ ହେଲା କିପରି? ପୁତ୍ର କଂସ ଯାହା କହିଛୁ ଯଥାର୍ଥ କଥା କହିଛୁ ପୁତ୍ର। ତୋରି ଅନୁପସ୍ଥିତିରେ ଏ ବିବାହ ସମ୍ପାଦନ କରିବା ଉଚିତ ହୋଇନାହିଁ। କିନ୍ତୁ ପୁତ୍ର ଯେତେବେଳେ ଯାଇଥିଲୁ ମୃଗୟା ବିନୋଦୀ ସେ ସମୟ ଆସିଥିଲେ ଦେବର୍ଷି ନାରଦ। ପିତାଶ୍ରୀ ପୁତ୍ରମଣି କଣ କହିଗଲେ ସେଇ ଦେବର୍ଷି ନାରଦୀ? ଦେବର୍ଷି ନାରଦ କହିଲେ ରେ ଉଗ୍ରସେନ ତୋର କନ୍ୟା ଦେବକୀ ପାଇଁ ଦେଉଛି ଏକ ଉପଯୁକ୍ତ ପାତ୍ରର ସନ୍ଧାନ। କର୍କ ମୁନିଙ୍କୁ ଡକାଇଣ ଏକ ଶୁଭ ଲଗ୍ନ ସ୍ଥିର କରି ତୋର କନ୍ୟା ଦେବକୀର ଶୁଭ ପରିଣୟ କର ଏହି ଶୁଭ ଲଗ୍ନରେ। ପିତାଶ୍ରୀ ପୁତ୍ରମଣି ଆଉ କଣ କହିଲେ ଜାଣିଛୁ? କଣ କହିଲେ ସେଇ ଦେବର୍ଷି ନାରଦ? କହିଲେ ରେ ଉଗ୍ରସେନ ଯଦି ଏହି ନିର୍ଦ୍ଧାରିତ ଲଗ୍ନରେ ତୋର କନ୍ୟା ଦେବକୀର ଶୁଭ ପରିଣୟ ନ କରିବୁ ତାହେଲେ ଚିରଦିନ ପାଇଁ ତୋର କନ୍ୟା ଦେବକୀ ଅବିବାହିତ ହୋଇ ରହିଯିବ। ପୁତ୍ର କଂସ ଦେବକୀ ମୋର ହେଉଛି ପିଣ୍ଡର ପ୍ରାଣ। ମୋର କଳିଅଳ କନ୍ୟା ଦେବକୀ ଯଦି ଚିରଦିନ ପାଇଁ ଅବିବାହିତ ହୋଇ ରହିଯାଇଥାନ୍ତା ତାହେଲେ ସେଇ ସପ୍ତ ଋଷିଙ୍କର ବାଣୀ ଚିରଦିନ ପାଇଁ ଅନ୍ୟଥା ହୋଇଯାଇଥାନ୍ତା ରେ ପୁତ୍ର। ତେଣୁ ତୋର ଭକ୍ତି ଦେବକୀ ଅବିବାହିତ ରହିଯିବ ଆଶଙ୍କାରେ ତୋର ଆଗମନକୁ ନ କରି ଅପେକ୍ଷା ବିବାହ କାର୍ଯ୍ୟ
সম্পাদন করেছি মথুরা রাজ্য। ধন্য ধন্য পিতাশ্রী। ହେଲେ ଦିଗ୍ବିଜୟ କାହା ପାଇଁ? ହୀରା ନୀଳ ମୋତି ମାଣିକ ପ୍ରାଚୁର୍ଯ୍ୟ କାହା ପାଇଁ ପିତାଶ୍ରୀ? କ୍ରୋଧ ସମ୍ଭରଣ କର ପୁତ୍ର। ମୁଁ ଜାଣେ ପୁତ୍ର, ଯେତେବେଳେ ଯାଇଛୁ ତୁମ ମୃଗୟା ବିନୋଦେ, ସେ ସମୟରେ ନିଶ୍ଚିତ ଭାବରେ ତୋର ଭଗ୍ନୀ ଦେବକୀ ପାଇଁ ହୀରା ନୀଳ ମୋତି ମାଣିକ୍ୟ ଅଷ୍ଟ ପ୍ରାଚୁର୍ଯ୍ୟ ଆଣିଥିବୁ ତୋହରି ସଙ୍ଗତେ। କିନ୍ତୁ ପୁତ୍ର କଂସ ପିତାଶ୍ରୀ ପିତା ଭାବରେ ପିତାର କର୍ତ୍ତବ୍ୟ ସମ୍ପାଦନ କରିଛି ଏହି ରାଜା ଉଗ୍ରସେନ। ହେଲେ ପିତାଶ୍ରୀ ପୁତ୍ର କାହା ସହିତ ଶୁଭ ପରିଣୟ ହୋଇଛି ଦେବକୀର? ଉପଯୁକ୍ତ ଉପଯୁକ୍ତ ପ୍ରଶ୍ନ ଉପସ୍ଥାପନ କରିଛୁ ପୁତ୍ର କଂସ। କହ ପିତାଶ୍ରୀ। କହିଗଲେ ଦେବର୍ଷି ନାରଦ, ସୁଦେବ ନନ୍ଦନ ବସୁଦେବ ସହିତ ତୋର କନ୍ୟା ଦେବକୀର କର ଶୁଭ ପରିଣୟ। ତେଣୁ ପୁତ୍ର କଂସ, ତୋର ଆଗମନକୁ ନକରି ଅପେକ୍ଷା ଦେବକୀର ବିବାହ ସମ୍ପାଦନ କରିଦେଇଛି ରେ ପୁତ୍ର। ଧନ୍ୟ ଧନ୍ୟ ପିତାଶ୍ରୀ। ଅନେକ ଦିନର ଆଶା ଆକାଂକ୍ଷା ଥିଲା এই যুবরাজ কংসর ভোজবংশ এবং যদুবংশ ମଧ୍ୟରେ বন্ধুতা স্থাপন କରିବି ବୋଲି এই সেই সুবর্ণ সুযোগ। ধন্য ধন্য পিতাশ্রী। ମହାରାଣୀ ଇନ୍ଦୁମତୀ, ମହାରାଜ, ମୁଁ କହୁଥିଲି ନା ମହାରାଣୀ, ମୋର ଆଦେଶରେ ନହେବ ଅବାଧ୍ୟ ମୋର ବୀର ପୁତ୍ର କଂସ। ହଁ ମହାରାଜ, ତାହା ହିଁ ତ ହେଲା। ଦେଖ ଦେଖ ମହାରାଣୀ, ହଁ ମହାରାଜ, ଆଜି ତାର ଭଗ୍ନୀ ବିବାହ ଦେଖି କେତେ ଆନନ୍ଦିତ, କେତେ ଉଲ୍ଲସିତ, କେତେ ପ୍ରଫୁଲ୍ଲିତ ହେଉଛି ମୋର ବୀର ପୁତ୍ର କଂସ। ପୁତ୍ର କଂସ, মাতা ତୁ ସବୁବେଳେ ଫେରି ଆସିଛୁ ଦେଖି ହଁ, ଆମେ ମାତା। ପିତାମାତା ବହୁତ ଆନନ୍ଦିତ। ତୋର ପିତାଙ୍କର ନିଷ୍ପତ୍ତିକୁ ତୁ ମାନି ନେଇଛୁ, ଏହା ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟରେ ପୁତ୍ର। মাতা ତୋର ଭଗ୍ନୀର ବିବାହ ସମ୍ପନ୍ନ କରିଛନ୍ତି ତୋର ପିତା। ধন্য হয়েছে আজি এ কংস যুবরাজ। ହୃଦୟ ରୂପିଣୀ ହୀରା ଲୀଳା ମୋତି ମାଣିକ ବୈଦୁର୍ଯ୍ୟ ସବୁ ଭରି ଦେଇଛୁ ଏଇ ମଥୁରା ନଗରୀରେ। ସେ ସବୁ ନେଇ ତୁ ତୋର ଭଗ୍ନୀକୁ ନେଇ ତାର ଶ୍ୱଶୁରାଳୟରେ ଛାଡ଼ି ଦେଇ ଆସିବୁ। ପୁତ୍ର କଂସ, পিতাশ্রী ପିତା ଭାବରେ ପିତାର କର୍ତ୍ତବ୍ୟ ସମ୍ପାଦନ କରିଦେଇଛି ସିନାରେ ପୁତ୍ର, ତୋ ଉପରେ ଅର୍ପଣ କରିବି ଏକ ଗୁରୁ ଦାୟିତ୍ୱ। কি গুরুদায়িত্ব পিতাশ্রী? পুত্রমণি হীরা নীଳ মোতি মাণিক্য অষ্ট ঐশ্বর্য খচিত পাট পালিঙ্କିରେ ନେଇଯିବୁ ତୁହି ତୋର ଭଗ୍ନୀ ଦେବକୀ ଆଉ ଜାମାତା ବସୁଦେବଙ୍କୁ ବସୁଦେବପୁରେ। আদেশ শিরোধার্য পিতাশ্রী। যশস্বী হুয়া রে পুত্র, যশস্বী হুয়া পুত্র কংস। পিতাশ্রী শুভ বেণু বেণু বেল ହୁଏ ଅତିକ୍ରାନ୍ତ ପୁତ୍ର, ତେଣୁ ଶୁଭ ବେଳକୁ ପ୍ରତ୍ୟାଖ୍ୟାନ କରି ନେଇଯାଅ ତୋର ଭଗ୍ନୀ ଦେବକୀ ଆଉ ଜାମାତା ବସୁଦେବଙ୍କୁ ସେହି ସୁସଜ୍ଜିତ ପାଟ ପାଲିଙ୍କିରେ ଧନ୍ୟ ବସୁଦେବପୁରୀ। ধন্য হেলি পিতাশ্রী। সুসজ্জিত রথ উপরে ঘেনি যাবি দেবকী বসুদেবଙ୍କୁ সেই বসুদেবপুরী। ଦେଖିଲେ ତ ମହାରାଜ, ବୃଥା ଚିନ୍ତା କରୁଥିଲେ। ରାଜା ଉଗ୍ରସେନ ନାମରେ ଯେପରି କଳଙ୍କ ନ ଲାଗେ, ସେଥିପାଇଁ ସଦା ସର୍ବଦା ଯତ୍ନବାନ ହେବୁଲୋ ମା। ହେ ମା, ପଞ୍ଜୁରୀ ମଧ୍ୟରୁ ଶୁଆ ଉଡ଼ିଗଲେ ଯେପରି ପଞ୍ଜୁରୀ ଶୂନ୍ୟ ହୋଇଯାଏ, ଆଜି ହୃଦୟ, ଆଜି ମୋର ହୃଦୟ ବିଦୀର୍ଣ୍ଣ ହୋଇଯାଏ।
ଅତି ମଧୁରା ରୂପକ ପଞ୍ଜୁରୀ ଚିରଯୁଗ ପାଇଁ ଶୂନ୍ୟ ହୋଇଗଲା। ଧୈର୍ଯ୍ୟ ଧରନ୍ତୁ ମହାରାଜ, ଧୈର୍ଯ୍ୟ ଧରନ୍ତୁ। ଧୈର୍ଯ୍ୟ ଧରନ୍ତୁ ପିତୃଦେବ। 7 କଳସ 8 ଦୀପକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ଦେଇଅଛ ମତେ। ଦେଉଛି ଶପଥ, ନିଶ୍ଚୟ ପିତୃଦେବ ଅଳି ଅଳି ବନ୍ୟାତମ ଘେରିଯିବି ମହି ବସୁଦେବପୁରେ। ପାଟ କାଳି ପାଟ ରାଣୀ ପରି ରଖିବି ମୁଁ ରାଜଅନ୍ତପୁରୀ ପିତା। ବସୁଦେବ ମାରେ ଥାଏ ଯଦି ଦୋଷ ତ୍ରୁଟି କେବେ ଦେବକୀ କନ୍ୟାର ମାରେ ସାମାନ୍ୟ ନାବାଳୁତ ଶିଶୁ ଭାବି କରିଦେବ କ୍ଷମା। ଆପଣ ଧୈର୍ଯ୍ୟ ଧରନ୍ତୁ ପିତା। ଏଇ ତ ବିଧିର ବିଧାନ। ଅବଳା ଦୁର୍ବଳା ଦୁହିତା ଦୁହି କୂଳ କୁହିତା ଉଭୟ ଆପଣଙ୍କ ବଂଶ ଏବଂ ମୋର ପିତୃ ପିତାମହଙ୍କର ସେ ଆଶୀର୍ବାଦକୁ ବହନ କରି ରାଜ ରକ୍ତ ଅଙ୍ଗେ ଅଙ୍ଗେ ପ୍ରବାହିତ କର। ମହାରାଣୀ ମାରେ ତାଙ୍କର ସତ୍ୟକୁ ରକ୍ଷା କରିବୁ, ତାଙ୍କର ବାକ୍ୟକୁ ଅକ୍ଷରେ ଅକ୍ଷରେ ପାଳନ କରିବୁ। ଦୁହିତା ଦୁଇ କୁଳକୁ ହିତା, ଦୁହିତା ଦୁଇ କୁଳକୁ ପିତା। এই কথাটি জীবন সারা মনে রাখিব রে মা। ହସି ହସି ବିଦାୟ ଦିଅନ୍ତୁ ମାତା। ହେ ମା ହୃଦୟକୁ ପାଷାଣ କରି ତତେ ଆଜି ବିଦାୟ ଦେଉଛି ରାଜା ଉଗ୍ରସେନ ଲୋ ମା। ମା ଚାଲୋ ମା। জামাতা পুত্র কংস পিতাশ্রী জামাতা দেব আমি অপেক্ষা করিছি সুসজ্জিত পাট পালিঙ্কিরে পুত্র। সেই অস্পজোটা পাট পালিঙ্কিরে নেই যাও তুমি বসুদেব। ଆସ ଆସ ବସୁଦେବ। পুত্র ବେଲ ବେଲ ହେଉଛି ଉଚ୍ଛନ୍ନ। ଧନ୍ୟ 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 ହେ ଦେବକୀ ବସୁଦେବ। ଦେବକୀ ଯାଏ ଶ୍ୱଶୁର ଘର କଂସ ପାଇ ପାଣିକି ସଜା କର। ଦେବକୀ ଯାଏ ଶ୍ୱଶୁର ଘର କଂସ ପାଇ ପାଣିକି ସଜା କର। କେଡ଼ ସରି ଗଲ ପାପ ଘର, କେଡ଼ ସରି ଗଲ ପାପ ଘର। କଂସ ପାଇ ପାଣିକି ସଜା କର। ଦେବକୀ ଯାଏ ଶ୍ୱଶୁର ଘର କଂସ ପାଇ ପାଣିକି ସଜା କର। পুণ্য হিলা ভাইর আশা এলেই ভৌরি হিলা নিরাশ রহস্য এরাতি পানি কি
দেবকী যায় শ্বশুর ঘর কসমাই পারে কি সাজা কর কসমাই পারে কি সাজা কর কসমাই পারে কি সাজা কর पाटा पालिंकिरे बसाई देउत्री देवकी वसुदेवनको हे वसुदेवपुरे এই সময় হঠাৎ হঠাৎ দেববাণী দৈব বাণী পিতা কি দৈব বাণী কইল দেববাণী রে কংস तुझ्या पद पालिंकिरे बसाई देउछु এই দেবগ্র আশ্রম গর্ভ হଉଛି ତାର ମୃତ୍ୟୁର କାରଣ କାଇଁ କହୁଛ କଂସ? ଦୈବ ବାଣୀ କେବେ ସତ ହୁଏନି। ତୁ ଏତେ ବଡ଼ କଥା କହ। ପାତାଳ ହେଳକିରେ ପୁତ୍ର କାଇଁ କରୁଛୁ ପୁତ୍ର? ତୁ ଭକ୍ତି ପ୍ରତି ଅନ୍ୟାୟ ଦାସେ ସାମାନ୍ୟ ଦୈବ ବାଣୀକୁ କରିଣ ଶ୍ରବଣ ନିଜର ପିଣ୍ଡର ପ୍ରାଣ ଅଳିଅଳ ଭଗ୍ନି ତୋହରିକୁ ଦେବକୀକୁ ଦେଉଛୁ ନିର୍ଯାତନା ପୁଣି ମୋହରି ସମ୍ମୁଖେ पिताश्री मानवीय सत्यन्याय धर्म धर्मज पुराण पृष्ठरेख कलंकित चरित्र वैदेवी सही दैववाणी रे कंस तुझ्या पद पालिंकिरे बसाई देउछु ସେଇ ଦେବତୀ ଆଷ୍ଟମ ଗର୍ଭତର ମୃତ୍ୟୁର କାରଣ ଦୈବବାଣୀ କେବେ ସତ୍ୟ ହେବ ନାହିଁ ବୀର ବଂଶ। ମହାରାଜ ଠିକ କହୁଛନ୍ତି। କ୍ଷମା କରିଦିଅ ଦେବକୀ ଏବଂ ବସୁଦେବଙ୍କୁ। ভুলি যারে পুত্র সহি দৈব বাণী দৈব বাণী যে কেবল প্রহেলিকা দৈব বাণী যে কেবল দিবা স্বপ্ন তেণু সেই দৈব বাণীକୁ
ଶ୍ରବଣ କରିନ ଦେବକୀ ଆଉ ବସୁଦେବଙ୍କୁ ନିର୍ଯାତନା ଦେଅ ନା ପୁତ୍ର। ପିତାଶ୍ରୀ ପୁତ୍ର ସେଇ ଦେବବାଣୀ ଦେବକୀ ବସୁଦେବ ମୁଣ୍ଡୁ ମାରିଲେ ଜୀବ ଛାଡ଼ି ଦେବଙ୍କ ସଙ୍ଗେ রাজা মহি মথুরা রাজ্যরে মহারি রাজ সিংহাসনরে অধিষ্ঠিত হইଥିବା পর্যন্ত কংস দণ্ডি ন পারিবু কেবে দেবকী কন্যারে। শোণ মূর্খ, খায়ে যদি তো শত্রুটি দেবকী কন্যার তাহার দণ্ড বিধান করিব রাজা উগ্রসেন, কিন্তু তু নহে পুত্র। ঠিক হইয়াছে পিতাশ্রী, ঠিক হইয়াছ। রাজসিংহাসন ঘরে উপবিষ্ট হচ্ছন্তি যে পিতা অগ্রেসর, তেবে দণ্ডি ন পারিবি মুই দেবকী বসুদেবী। ସେହି ବଡ଼ ବୀର୍ଯ୍ୟ ଅଛି ରାଜା ଉଗ୍ରସେନର ଏହି ଶରୀରରେ। ଯେଉଁ ଉଗ୍ରସେନ ସହସ୍ରାର୍ଜୁନ ପରି ଯୋଦ୍ଧାକୁ ପରାସ୍ତ କରି ବିଜୟ ମଣ୍ଡିତ ହୋଇଥିଲା ସମଗ୍ର ବିଶ୍ୱରେ, ସେହି ଉଗ୍ରସେନର ସମ୍ମୁଖରେ ବାକ୍ ସଂଯମତା ରକ୍ଷା କରି ସବୁବେଳେ কথা কহিବାକୁ চেষ্টা কর পুত্র। পিতাশ্রী জানে দণ্ডি ন পারিবি কেবে দেবকী বসুদেবী। ধন্য ধন্য পিতাশ্রী। আরে পিতাশ্রী, পুত্র আজন্মରୁ ମାଗି ନାହିଁ ଏ ଯୁବରାଜ କଂସ ଆଜି ଏକ ନେଇଛି ସିଦ୍ଧାନ୍ତ। ମନସ୍କାମନା ମୋରି ପୂରଣ କରିବ ତ ପିତାଶ୍ରୀ? পুত্র কংস, ପିତାଶ୍ରୀ ମୋ ପାଇଁ ଦେବକୀ ଆଉ କଂସ ସୁନାସ ସମସ୍ତେ ସମାନ। ତେଣୁ ଆଜି ପରି ପବିତ୍ର ଦିନରେ ତୁ ଏକ ନିଷ୍ପତ୍ତି ନେଇଛୁ, ଆଉ ମୁଁ ତତେ ସେଥିରେ ବାରଣ କରିବି? କୁହ ପୁତ୍ର, ହଁ ପିତାଶ୍ରୀ, କି ନିଷ୍ପତ୍ତି ନେଇଛୁ? ଆଜି ସେହି ନିଷ୍ପତ୍ତି ନେଇଅଛି। କହିବି ହେଲେ ତାପରେ କରୁ। ପିତାଶ୍ରୀ ପୁତ୍ରମଣି, ସଂଖ୍ୟା ଦେଇ ପାଣି ତ୍ରିବାର ସତ୍ୟ କର ରାଜଦରବାରେ। ପୁତ୍ର କଂସ, ଏପରି କଣ ମାଗିବୁ ତୁ ଆଜି ରାଜା ଉଗ୍ରସେନେ, ଯାହା ଫଳରେ ଯେ ଆଜି ସତ୍ୟ କରିବ? ଠିକ ଅଛି ପୁତ୍ର, ଯେତେବେଳେ କହୁଛୁ ଆଜି ସତ୍ୟ 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 ତିନିବାର କରୁଛି ରାଜା ଉଗ୍ରସେନ। ସାକ୍ଷୀ ରଖୁଅଛି ମୋହି ଦଶ ଦିଗପାଳ, ସାକ୍ଷୀ ରଖୁଅଛି ମୋହି ଅମର ମଣ୍ଡଳୀ। ଆଜି ମୋର ପୁତ୍ର କଂସ ଯାହା ମାଗିବ ଅକୁଣ୍ଠ ଚିତ୍ତରେ କରିବି ପ୍ରଦାନ। ପିତାଶ୍ରୀ ମୋ ତାହା ଏହି କ୍ଷଣି ଏହି ମୁହୂର୍ତ୍ତରେ ମଥୁରା କଟକର ରାଜସିଂହାସନ। ପୁତ୍ର କଂସ ବଡ଼ ପୂର୍ବକ ତୁମେ ପିତାଙ୍କ ଠାରୁ ରାଜ ସିଂହାସନ ରାଜ ମୁକୁଟ ନେଇଯିବା
কিন্তু দেবী নাহি ততে মথুরার রাজ সিংহাসন মথুরার রাজ সিংহাসন নুহে পিলা খেল মথুরার রাজ সিংহাসନରେ অধিষ্ঠিত হয়েছিবা সামর্থ্য তোহর হয় নাহি যেতেবেলে সময় আসিব হসি হসি ততে রাজ মুকুট করিবি প্রভা অসম্ভব পিতাশ্রী অসম্ভব ମୁଁ ଚାହେଁ ଏଇ କ୍ଷଣି ଏଇ ମୁହୂର୍ତ୍ତରେ ମଥୁରାର ରାଜସିଂହାସନ নদী নদী তাহলে ତାହେଲେ ମୃତ୍ୟୁଦଣ୍ଡରେ କରିବି ମାରିବ। কে ছাড়ে বন্দি করো সৎসঙ্গো নেই যাও বন্দি সারা গৃহে অপদার্থ কুড়াঙ্গারকু বন্দি সারারে নিক্ষেপ করো ବୀର କଂସ ନିଜ ପିତାଙ୍କ ପ୍ରତି ଏକି ଅନ୍ୟାୟ କରୁଅଛ ତ ଦିନେ ନା ଦିନେ ଭୋଗିଥାନ୍ତ ଏ ମଥୁରାର ରାଜ ସିଂହାସନ ଏ ରାଜ ସନ୍ଧାର୍କ ଆଜି ମୃତ୍ୟୁ ପରେ ଖଟାଇବ ଏ କଂସ ତେଣୁ କର୍ତ୍ତବ୍ୟରେ ପ୍ରୟୋଗ ହେଲା ନିଶ୍ଚୟ ଦଣ୍ଡିତ କରିବି ରାଜ ଏଥିପାଇଁ କୁଳ ପୁରୋହିତ ତାଙ୍କ ମୁନିଙ୍କୁ ଆମନ୍ତ୍ରଣ କରୁଛି ଏହି ରାଜ ଦରବାରୀ ଅତି ଶୀଘ୍ର ଘେନି ଆସ ରାଜ ପୁରୋହିତଙ୍କୁ ରାଜ ଦରବାରରେ ମହାମନ୍ତ୍ରୀ ରାଜ୍ୟାଭିଷେକ ପାଇଁ ମହାରାଜ ସେନାପତି ପ୍ରଜାମାନେ ଯାହାକୁ ଚାହାନ୍ତି ସିଏ ହୁଏ ରାଜା ତମର ରାଜା ହେବାର ଯୋଗ୍ୟତା ଅଛି ମୁଁ ଜାଣେ ତେବେ ଯାହା ଦେଖୁଛି ବିଶ୍ୱାସ କରିପାରୁନି